ପିଲାଙ୍କଠାରୁ 50 ଲକ୍ଷ ଚଳୁ କରିବାକୁ ରଚିଥିଲେ ଅପହରଣ ନାଟକ। ସାଙ୍ଗମାନଙ୍କ ସହ ମିଶି ନିଜେ ଅପହରଣ ନାଟକ ରଚିଥିଲେ। ଅପହରଣକାରୀଙ୍କଠାରୁ ନିଜକୁ ମୁକୁଳାଇବା ପାଇଁ ଲକ୍ଷେ କି 2 ଲକ୍ଷ ନୁହେଁ, ଘର ଲୋକଙ୍କୁ ଏକାବେଳକେ 50 ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ଶେଷରେ ନିଜ ଚକ୍ରବ୍ୟୁହରେ ନିଜେ ଫସିଗଲେ। ଅକାଳରେ ଜୀବନ ବି ଚାଲିଗଲା। ବାରିପଦା ସଦର ଥାନା ଅନ୍ତର୍ଗତ ଗୁମୁଡିହି ସ୍ଥିତ ବୁଢ଼ାବଳଙ୍ଗ ନଦୀପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ଶୁକ୍ରବାର ମୟୂରଭଞ୍ଜ ପୁଲିସ ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହିନ୍ଦୁଲିଆ ଗ୍ରାମର ଚନ୍ଦନ ସ୍ୱାଇଁ। ଶବ ଉଦ୍ଧାରକୁ 24 ଘଣ୍ଟା ନ ପୂରୁଣୁ ପୁଲିସ ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ସହ 2 ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ବାରିପଦା ସଦର ଥାନା ଅନ୍ତର୍ଗତ ଜାମବଣି ଗ୍ରାମର ଆଶିଷ ସିଂ ଓ କରମା ସିଂ। ସୂଚନାନୁସାରେ ଚନ୍ଦନ ଇଞ୍ଜିନିୟରିଂ ପାଠ ସାରିବା ପରେ ବେଙ୍ଗାଲୁରୁ ସ୍ଥିତ କକାଙ୍କ ଲୁଗା କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ଆଶିଷ ଓ କରମାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। କିନ୍ତୁ କକାଙ୍କ ସମ୍ପତ୍ତି ଦେଖି ଚନ୍ଦନଙ୍କ ଲୋଭ ହୋଇଥିଲା ଏବଂ ସେ କକାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଛଡ଼ାଇବା ପାଇଁ ଯୋଜନା କରିଥିଲେ। ତାଙ୍କର ଏହି ଶୈତାନୀ ଯୋଜନାରେ ଆଶିଷ ଓ କରମାଙ୍କୁ ସାମିଲ କରିଥିଲେ। ଯୋଜନା ଅନୁଯାୟୀ ଚନ୍ଦନ ନିଜର ମିଛ ଅପହରଣ ନାଟକ ରଚିଥିଲେ। ଆଶିଷ ଓ କରମାଙ୍କ ଘର ଶିମିଳିପାଳ ଲୁଲୁଙ୍ଗ ଅଞ୍ଚଳ ଜାମବଣିକୁ ଚନ୍ଦନ ପଳାଇ ଆସି ସେଠାରୁ ତାଙ୍କ କକାଙ୍କୁ ଫୋନ୍ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଛନ୍ତି ଓ ଏଥିପାଇଁ ସେ 50 ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି ତାଙ୍କ କକାଙ୍କୁ କହିଥିଲେ। ଏନେଇ ଭୁବନେଶ୍ୱରରେ ରହୁଥିବା କକାଙ୍କ ପରିବାର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଟଙ୍କା ମିଳିବା ପୂର୍ବରୁ 3 ଜଣଙ୍କ ମଧ୍ୟରେ ମୁଣ୍ଡ ଜାମିନ ଟଙ୍କା ଭାଗବଣ୍ଟାକୁ ନେଇ କସରତ ଆରମ୍ଭ ହୋଇଯାଇଥିଲା। ଡିସେମ୍ବର 21 ତାରିଖ ସନ୍ଧ୍ୟାରେ 3 ଜଣ ଯାକ ଗୁମୁଡି ଗ୍ରାମ ନିକଟରେ ନଦୀ ପଠାରେ ବସି ପ୍ରଚୁର ମଦ ପିଉଥିବା ବେଳେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ମୁଖ୍ୟ ଅଭିଯୁକ୍ତ ଆଶିଷ ସିଂ ଏକ ମାରଣାସ୍ତ୍ରରେ ପଛପଟୁ ଅତର୍କିତ ଚନ୍ଦନଙ୍କ ଗଳା କାଟି ଦେଇଥିଲା। ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଚନ୍ଦନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ତେବେ ଧରାପଡ଼ିଯିବା ଭୟରେ ସେମାନେ ମୃତଦେହକୁ ନଷ୍ଟ କରିବା ପାଇଁ ନଦୀ ବାଲିରେ ପୋତି ଦେଇଥିଲେ। କିନ୍ତୁ ଶରୀର ନଷ୍ଟ ନ ହେବାରୁ ଶେଷରେ ଲୁଣ ଦେଇ ପୋତିଥିଲେ। ଗୁରୁବାର ସକାଳେ କିଛି କୁକୁର ବାଲିରୁ ମୃତଦେହ ବାହାର କରୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ଓ ଘଟଣା ପ୍ରଘଟ ହୋଇଥିଲା। ଘଟଣାସ୍ଥଳରେ ବାରିପଦା ସହର ଏସଡିପିଓ ସୁଜିତ କୁମାର ପ୍ରଧାନ, ବାରିପଦା ସଦର ଥାନା ଅଧିକାରୀ ମଧୁସ୍ମିତା ମହାନ୍ତି ଓ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନ ପହଞ୍ଚି ଗଳିତ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ। ବାରିପଦା ସଦର ଥାନା ଅଧିକାରୀ ମଧୁସ୍ମିତା ମହାନ୍ତି ମୃତଦେହ ପକେଟରୁ ଏକ କାଗଜରୁ ଆଶିଷ ନମ୍ବର ପାଇ ଖୋଳତାଡ଼ କରିଥିଲେ। ଆଶିଷ ଫେରାର ହେଉଥିବା ବେଳେ ବାଲେଶ୍ୱର ରେଳ ଷ୍ଟେସନରୁ ପୁଲିସ ଗିରଫ କରିଥିଲା। ପରେ ତା ସୂଚନା ଆଧାରରେ ପୁଲିସ ଜାମବାଡ଼ି ଗ୍ରାମରୁ କରମାଙ୍କୁ ଗିରଫ କରିଥିଲା। ଶୁକ୍ରବାର ସକାଳେ ପୁଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଇଥିଲା। ବାରିପଦା ସଦର ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି ବୋଲି ଏସଡିପିଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଗତକାଲି ବୁଢ଼ାବଳଙ୍ଗ ପଠାରେ ଯେଉଁ ହତ୍ୟାକାଣ୍ଡ ହେଇଥିଲା, ସେ ହତ୍ୟାକାଣ୍ଡରେ ଯିଏ ମୃତ ବ୍ୟକ୍ତି ଅଛନ୍ତି ତାଙ୍କର ପରିଚୟ ମିଳିଛି। ସେ ପରିଚୟ ବ୍ୟକ୍ତି ଜଣକ ହେଲେ ଚନ୍ଦନ କୁମାର ସ୍ୱାଇଁ, ବାପା ନାମ ମୁରଲୀଧର ସ୍ୱାଇଁ, ହିଣ୍ଡୁଳିଆ ମାର୍ଶାଘାଇ ଏରିଆର। ଏ ଯେଉଁ ପିଲା ଏଠିକି ଇଏ ତାର ଗୋଟେ ସାଙ୍ଗ ଆଶିଷ ସିଂ, ଜାମବଣିର ପିଲା ଅଛି ଆଶିଷ ସିଂ, ତା ସାଙ୍ଗରେ ଏଠିକି ଆସିଥିଲେ। ଏଠିକି ଆସିବା ପୂର୍ବରୁ ଚନ୍ଦନ ସ୍ୱାଇଁ ଆଉ ଆଶିଷ ସିଂ ବାଙ୍ଗାଲୋରରେ ଗୋଟେ ଗାର୍ମେଣ୍ଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେ ଗାର୍ମେଣ୍ଟ ଫ୍ୟାକ୍ଟ୍ରିଟା ଚନ୍ଦନ ସ୍ୱାଇଁର କକାଙ୍କର ଫ୍ୟାକ୍ଟ୍ରି ଥିଲା। ସେଠି ଯେତେବେଳେ କାମ କରିଥିଲେ ସେମାନେ ଗୋଟେ ପ୍ଲାନିଂ କରିଥିଲେ ଯେ ନାଇଁ ଆମେ ଗଲେ ଚନ୍ଦନ ସ୍ୱାଇଁଙ୍କର କକାଙ୍କ ପାଖରୁ କିଛି ପଇସା ଆମେ ଯଦି ପାଇଯିବା, ସେମାନେ କଥା ହେଇକି ଆସିଥିଲେ। ସେମାନେ ପ୍ଲାନ୍ କରିଥିଲେ ଯେ 50 ଲକ୍ଷ ଟଙ୍କା ତାଙ୍କୁ ଆମେ ଡିମାଣ୍ଡ କରିବା। କେମିତି ଡିମାଣ୍ଡ କରିବା ନା ଏଠିକି ଆସିକି ଅପହରଣର ନାଟକ କରିଦେବା। ଅପହରଣ ନାଟକ କଲା ପରେ ଯଦି ତାଙ୍କୁ ମୁକୁଳେଇ ଆଇଲେ 50 ଲକ୍ଷ ଟଙ୍କା ଦେଲେ ଆମେ ଛାଡ଼ିବୁ ବୋଲି ପ୍ଲାନ୍ କଲେ। ସେ ଆଶିଷ ସିଂ ଆଉ ଚନ୍ଦନ ସ୍ୱାଇଁ ଏଠିକି ଆସିଥିଲେ। ଏଠି ଆସିଲା ପରେ ଏଠି ବୁଲାବୁଲି କରିଛନ୍ତି। ଏଠିକି ଆସିଲା ପରେ ଆଶିଷ ସିଂ ଆଉ ଗୋଟେ କରମା ଓରଫ ରିଙ୍କି ମାନେ ମିଶିକି ସେ ଚନ୍ଦନ ସ୍ୱାଇଁକି ଏଠି ଆଣିକି
प्लानिंग करके हत्या कर हत्या करके पोती देकी पेट्रोल ढाड़ी निआ लगे लुण बुण पकई सब डिस्ट्रॉय कर चेष्टा करुले से कुकुर जो टाणी देवा द्वारा से हाथरा दिशा हाथ केसटा को डिटेक्शन हो टंका न पाइबा पूर्व भाग बांट छिड़ी नाला टंका से 50 लाख टका डिमांड करुले प्लस से मोबाइल रे SMS जरिया मेसेज जरिया कथबार्ता होते फोन रे कथा हो से कनेक्शन रे जिते जहाँ पैसा मागुते सन्देह होबार से गोटे खारबेल नगर थाना गोटे रिपोर्ट देते खारबेल नगर थाना गोटे केस ये सन्ध्या बेले ये आसते मद पानी पीते ये भितर आशीष सिंह गोटे छुरी रे बेक काटी जहाँ बर्तमान सुधा अनुसंधान जना पड़ी। बारिपदारू विश्वजित भूयां रिपोर्ट सकाळ न्यूज।